নমঃ শিবায়। শিবপুরাণ ବା ଶୈବପୁରାଣ ତୃତୀୟ ଖଣ୍ଡ। ଏକ ମନରେ ରାବଣ ଶିବଙ୍କୁ ତପସ୍ୟା କରିବା ଓ ବର ପ୍ରାପ୍ତ ହେବା। ଦ୍ୱିତୀୟ ଭାଗ ସହସ୍ର ନାମକୁ ପୁଣି କହି ଉପମନ୍ୟୁ ବଇରେ ଶୁଣେ ବାହୁ ବିଶ୍ୱଙ୍କ ସୈନ୍ୟ ପୁଣି ନାମ ତୁଣ୍ଡେ ମଣିୟ ପଠିଲେ ତା ଶୁଣନ୍ତି ମହାଦେବ ସନ୍ତୋଷ ହୋଇଲେ। ଏ ବଚନ ଶୁଣି ରସା ନନ ଯୋଡ଼ି କର ବହିଲେ ଗୋମତି ଦେର ପଞ୍ଚାକ୍ଷର ଆପଣଙ୍କ ପ୍ରସାରଣ ଶିବଙ୍କୁ ମୁଁ ସେବି ମନେ ବାଞ୍ଚା କରୁଥିବି ଫଳ କଣ ଭିବି। ସହସ୍ର ନାମକୁ କହି ଲତ ଶିବଙ୍କର ତହିଁର ପ୍ରୟୋଗ କହି ବାଞ୍ଚା ପୂର୍ଣ୍ଣ କର। ଅତିଶୟ ଗୁପ୍ତଇ ଶିବ ମହାମନ୍ତ୍ର ଶିଷ୍ୟଙ୍କ ଆଗରେ ଗୁରୁ କରନ୍ତି ବ୍ୟକ୍ତ। ଆପଣ ତ ସମୂଳ ହୃଦୟ କରି ଋଷି ଛନ୍ଦ ଆରିଷ କହି ପୁରମାଣେ ରହସ୍ୟ ନୟାଣେ ମନ୍ତ୍ର କରି ଅଭ୍ୟାସ ସଫଳ ନହୋଇ କେବେ ନ ମିଳେ ପୌରୁଷ। ବିନି ଯୋଗ ନୟାଣି ଯେ ମନ୍ତ୍ର କରେ ଜପ ତା କର୍ମ ହୋଇ ଭଙ୍ଗବ ଦେହ ନ ତାପ। ଯେତେ ଜପିଲେ ସବୁ ବ୍ୟର୍ଥ ହୁଏ ତାର ମୁଁ ଏହା ଶୁଣିଛି କହିଥିବେ ପିତା ମୋର। ରାବଣ ମୁଖରୁ ଏସ ନକ ବାକ୍ୟ ଶୁଣି ଉପମନ୍ୟୁ ବହିଲେ ତୁ ଶୁଣ ବିଂଶ ପାଇଁ ଜୀବନ ବ୍ୟକତି ଶିବଙ୍କର ରକ୍ତବତୀ ନିର୍ମଳ ଚିତ୍ତରେ ତାଙ୍କ ପାଦ ତଳେ ଖତି। ଶିବଙ୍କ ସହସ୍ର ନୀତି ନୀତି ପଢ଼େ ପଞ୍ଚାକ୍ଷର ମନ୍ତ୍ର ଜପ କରୁ ତାହି ଦୂରେ। ଶ୍ରୀମନ୍ତ ଦିଅଇ ନିଶ୍ଚିତ ତାକୁ ଭକ୍ତି ମୁକ୍ତି ତେଣୁ ପଞ୍ଚାକ୍ଷର ମନ୍ତ୍ର ଜପତି ହରିତି। ସନ୍ତୋଷ ହି ଯେଉଁ ପ୍ରାଣୀ ମନ କରି ସ୍ଥିର ଜପଇ ଶିବଙ୍କ ସହସ୍ର ନାମ ଦୁଇଥର ସେ ନିଶ୍ଚୟ ହୋଇ ଶିବା କରା ନିଜ ଅଙ୍ଗେ ସମାନ ନୁହନ୍ତି ଅନ୍ୟ କେହି ତାର ସଙ୍ଗେ। ଜିହ୍ୱା ସେ ନାମେ ତିନି ଥର ଗୁଣେ ହୋଇ ଆୟୁଷ ବୁଦ୍ଧି ତାର ତତ୍କ୍ଷଣେ। ସହସ୍ର ନାମକୁ ଜପଇ ଯେ ପାଞ୍ଚ ଥର ଦେବତା ସ୍ତ୍ରୀମାନେ ବଶ ହୁଅନ୍ତି ତାହାର। ସଦାଶିବ ପ୍ରଭୁଙ୍କର ନାମ ସରସେ ପଦ୍ମ ପରିବା ପ୍ରାଣୀର ବଳେ ସକଳ ସମ ସମ୍ପଦ। ଯିଏ ଦଶ ସହସ୍ର ସଂଖ୍ୟା ପାଏ ଜପ କରି ନରପତି ମାନେ ବଶ ହୁଅନ୍ତି ତାହାରି। ଦଶାୟୁତ ଜପ କରି ପାଏ ଯେଉଁ ଜାନ ଅଟୁର ସମ୍ପଦ ଲାଭ କରଇ ଯେ ପୂର୍ଣ୍ଣ। ଲକ୍ଷେ ସଂଖ୍ୟା ଶିବ ସହସ୍ର ନାମ ଯେ ଜପେ ତଲ୍ୟକକୁ ଜୟ କରି ପାରଇ ସେ ଆପେ। ସତେ ଲକ୍ଷ ସଂଖ୍ୟା ଜପ କରେ ଯେଉଁ ନର ସେ ନର ବର୍ତ୍ତଇ ସାକ୍ଷାତଇ ମହେଶ୍ୱର। ସହସ୍ର ନାମ ପ୍ରୟୋଗ କହିବା ଏ ଶୁଣ ଶୁଣିଲେ ଅଙ୍ଗର ପାପ ହଇବ ରହିଣ। ଶିବଙ୍କ ସହସ୍ର ନାମ ଗୋଟିଏ ସାର ତହିଁରୁ ଋଷି ଅଛନ୍ତି ଚରଣେ ମୁନିହର।
Om Namah Shivaya.